ଜୟ ଜଗନ୍ନାଥ। ମୁଁ ଦିବାକର ଦାସ ଆପଣମାନଙ୍କୁ ପ୍ରଣାମ କରୁଛି। ନିଜ ପିଲାମାନଙ୍କୁ ମଣିଷ କରିବା ପାଇଁ ବାପା ମା ଅହରହ ଚିନ୍ତା କରନ୍ତି, ମୁଣ୍ଡ ଝାଳ ତୁଣ୍ଡେ ମାରନ୍ତି, ଆଖିରୁ ଲୁହ ଗଡ଼ାନ୍ତି। ଅନେକ କଷ୍ଟ ପିଲାମାନଙ୍କ ପାଇଁ କରିବାକୁ ପଡ଼େ। ବେଳେବେଳେ ମଧ୍ୟ ଗାଁକୁ ଯାଇପାରନ୍ତିନି, ସହରରେ ପିଲା ପାଠ ପଢ଼ୁଛନ୍ତି। ଆଉ ବେଳେବେଳେ ମଧ୍ୟ ଆପଣମାନେ ପିଲାମାନଙ୍କ ପାଇଁ ବହୁ ସାକ୍ରିଫାଇସ୍ କରିବାକୁ ପଡ଼େ। ଯେହେତୁ ବାପା ମାଙ୍କର ଗୁରୁ ଦାୟିତ୍ୱ ଥାଏ ପିଲାମାନଙ୍କୁ ମଣିଷ କରିବା। କିନ୍ତୁ ପିଲାମାନେ ଆଜି ଭଲ ମଣିଷ ହେବା ପରିବର୍ତ୍ତେ ସେମାନେ ଖରାପ ବାଟକୁ ଯାଉଛନ୍ତି, କୁସଙ୍ଗ କରୁଛନ୍ତି, ଯାହାଦ୍ୱାରା ସେମାନେ ବାପା ମାଙ୍କୁ ବହୁ କଷ୍ଟ ମିଳୁଛି। ବାହାରେ ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି, ହେଲେ ପରିସ୍ଥିତି ଏମିତି ହେଉଛି, ପିଲା ସେଠି ଡିପ୍ରେସନରେ ରହୁଛି, ଲଭ୍ରେ ଫସି, କୁସଙ୍ଗରେ ଫସି ସେମାନେ କ'ଣ ମୃତ୍ୟୁକୁ ଡାକି ଆଣୁଛନ୍ତି, ଆତ୍ମହତ୍ୟା କରୁଛନ୍ତି, ଚୋରି କରୁଛନ୍ତି। ଯାହାଦ୍ୱାରା ବାପା ମା ଗାଁରେ ପରିଶ୍ରମ କରିକି ଏତେ କଷ୍ଟ କରି ପିଲାମାନଙ୍କ ପାଇଁ କରୁଛନ୍ତି, ଯାହାର ଫଳ ଶୂନ ହେଉଛି। ତ ଆଜି ଆପଣମାନଙ୍କୁ ପିଲାବେଳୁ କିଛି ସଂସ୍କାର ଆପଣ ପିଲାମାନଙ୍କୁ ଯଦି ଦେବେ, ଆପଣମାନଙ୍କ ପିଲା କେବେ ବି କୁସଙ୍ଗରେ ପଡ଼ିବନି। ପିଲାମାନଙ୍କ ଉପରେ ନିହାତି ଭାବେ ରହିବ ତା'ର ପ୍ରଭାବ। ତ ଛୋଟବେଳୁ ଆପଣ କ'ଣ କରିବେ? ସର୍ବପ୍ରଥମେ ଘରେ ପୂଜା କଲାବେଳେ ପିଲାମାନଙ୍କ ପାଖରେ ବସେଇ ପୂଜା ଆପଣ କରନ୍ତୁ। ଯେ ପର୍ଯ୍ୟନ୍ତ ପିଲା ଘରେ ଅଛନ୍ତି, ଆପଣ ଠାକୁର ପୂଜା କରିବା ସମୟରେ ପିଲାମାନଙ୍କ ପାଖରେ ବସନ୍ତୁ। ଯଦି ପିଲାମାନଙ୍କର ସମୟ ନାହିଁ, ପିଲାମାନଙ୍କୁ ତାଙ୍କ କାମ ସାରିଲା ପରେ ପ୍ରାର୍ଥନା କରିବା ନିହାତି ଶିଖାନ୍ତୁ। ଗୀତା ଟିକିଏ ପାଠ ସକାଳୁ କରିବା ପାଇଁ କୁହନ୍ତୁ। ହନୁମାନ ଚାଳିଶା ଟିକେ ପଢ଼ିବା ପାଇଁ ନିହାତି ଭାବରେ ପିଲାମାନଙ୍କୁ କୁହନ୍ତୁ। ସନ୍ଧ୍ୟାରେ ପିଲା ଘରକୁ ଆସିଲେ ପ୍ରାର୍ଥନାରେ ଅଧଘଣ୍ଟେ ବସନ୍ତୁ। ଯେଉଁ ବାପା ମା ପ୍ରାର୍ଥନା ସମୟରେ ନିଜ ପିଲାମାନଙ୍କ ପାଖରେ ବସାନ୍ତି, ସେ ପିଲାମାନେ ନିହାତି ଭାବରେ ସଂସ୍କାରୀ ହୁଅନ୍ତି। ଦ୍ୱିତୀୟ, ଛୋଟ ପିଲାଙ୍କୁ ପ୍ରତିଦିନ ତିଳକ ଲଗାଇବାର ଅଭ୍ୟାସ କରନ୍ତୁ। ତିଲକ ଲଗାଇବେ, ଗୁରୁ ଗୁରୁଜନମାନଙ୍କୁ ସମ୍ମାନ ଦେବା ପିଲାମାନଙ୍କୁ ନିହାତି ଭାବରେ ଶିଖାନ୍ତୁ। ତୃତୀୟତଃ ହେଉଛି କେବଳ ମୋବାଇଲ ନୁହେଁ, ବରଂ ମହାପୁରୁଷଙ୍କୁ କିଛି ବାଣୀ ଭଲ କଥା ପିଲାଙ୍କୁ ଶୋଇଲା ବେଳେ ମୁଣ୍ଡ ଆଉଁସି କହିବାକୁ ଶିଖାନ୍ତୁ। ଯାହାଦ୍ୱାରା ଏ ଅଭ୍ୟାସ ରହିଲେ ପିଲାମାନେ ବଡ଼ ଲୋକ ଜୀବନରୁ କିଛି ଭଲ କଥା ଆପଣମାନେ ନିହାତି ଭାବରେ କହିଲେ ପିଲାମାନେ ଶିଖିପାରିବେ। କିନ୍ତୁ ଆଜିର ବାପା ମା ଛୋଟ ପିଲା ବାଟରେ ବାପା ମା ଆଜି ମୋବାଇଲ କେଞ୍ଚିବାରେ ବ୍ୟସ୍ତ, ଆଉ ଯାହା ରିଲ୍ସ କରିବାରେ ବ୍ୟସ୍ତ, ଯାହାଦ୍ୱାରା ପିଲାମାନେ ଅମଣିଷ ହେବା ପାଇଁ କେହି ରୋକିପାରନ୍ତି ନାହିଁ। ଆଉ ତା ସହିତ ମଧ୍ୟ ପିଲାମାନେ ତାଙ୍କୁ ଏହି ସଂସ୍କାର ନିହାତି ଭାବେ ଦରକାର, ମହାପୁରୁଷଙ୍କ ଜୀବନ କିଛି ଶୁଣାଇବା ଦରକାର। ଆଉ ତା ସହିତ ମଧ୍ୟ ପିଲାମାନଙ୍କୁ କ'ଣ ନା ସଂସ୍କାର ସହିତ ନିଜ ବାପା ମାଙ୍କୁ ପ୍ରଣାମ କରିବା, ଘରେ ଥିବା ଜେଜେମା ଜେଜେ ଏମାନଙ୍କୁ ପ୍ରଣାମ କରିବା ଶିଖାନ୍ତୁ। ପାଦ ଛୁଇଁ ପ୍ରଣାମ କରିବା। କାହିଁକି ଆମ ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁନି କି ପିଲାମାନେ ଆମକୁ ପ୍ରଣାମ କରୁନାହାନ୍ତି? କାହିଁକିନା ପିଲାମାନେ କେବେ ଦେଖିନାହାନ୍ତି ଆମେ ଆମ ବାପା ମାଙ୍କୁ ପ୍ରଣାମ କରିବା, ତ ଆମେ ଶିଖେଇଲେ ତା'ର ପ୍ରଭାବ ପଡ଼ୁନି। ତେଣୁ ପ୍ରଥମେ ଆପନେ ଆଚରି ଧର୍ମ ଅପରେ ଶିଖାଏ। ପ୍ରଥମେ ନିଜେ ଆଚରଣ କରିବା, ନିଜ ବାପା ମାଙ୍କୁ ପ୍ରଣାମ କରିବା, ଯାହାର ପ୍ରଭାବ ଆମ ପିଲାମାନଙ୍କ ଉପରେ ନିହାତି ଭାବରେ ପଡ଼ିବ। ଆଉ ତା ସହିତ ଯେଉଁ ପିଲା ବାପା ମାଙ୍କୁ ପ୍ରଣାମ କରେ, ବଡ଼ ହେଲେ ସେଇ ବାପା ମାଙ୍କୁ କେବେ ସେ ଭିନ୍ନ କରିପାରେନି, ଏଇଟା ମନେ ରଖିଥାନ୍ତୁ। ଦ୍ୱିତୀୟତଃ ହେଉଛି ଯେଉଁ ପିଲା ସଂସ୍କାରୀ ଆଧ୍ୟାତ୍ମ ଲାଇନ୍ ପିଲାବେଳୁ ଗୁରୁ ଦୀକ୍ଷିତ, ପିଲାମାନଙ୍କୁ ବେଳୁ ହିଁ ଗୁରୁ ଆଶ୍ରିତ କରାଇ ଦିଅନ୍ତୁ, ଗୁରୁ ମନ୍ତ୍ର ଦେଇ ଦିଅନ୍ତୁ। ଯାହା ଫଳ ସ୍ୱରୂପ ସେ ବଡ଼ ବେଳେ ମଦ ମାଂସ ଆମିଷ ଏଗୁଡ଼ିକ ଭକ୍ଷଣ କରିବନି। ମୋ ପିଲା ମାଛ ଟିକେ ଖାଉଛି, ଆମିଷ ଟିକେ ଖାଉଛି, ଏମିତି ଟିକେ କହି ସେତେବେଳକୁ ମାଛ ମାଂସ ଅଭ୍ୟାସ କରୁଥିବା ପିଲା ମଦରେ ମଧ୍ୟ କବଳରେ ପଡ଼େ। କିନ୍ତୁ ଯେଉଁ ପିଲା ଶାକାହାରୀ ସେ କେବେ ବି ମଦ ପିଏ ନାହିଁ, ମାଛ ମାଂସ ନ ଖାଉଥିବା ଲୋକ ମଦ ପିଏ ନାହିଁ, ମନେ ରଖିଥାନ୍ତୁ। ତ ସହିତ ଆପଣମାନେ ଏକଥାକୁ ନିୟମ ସହିତ ଆପଣ ନିହାତି ଭାବରେ ମାନନ୍ତୁ, ଯାହାକି ପିଲାମାନଙ୍କୁ କହିଲେ ପିଲାମାନେ ନିହାତି ଭାବରେ ଶିକ୍ଷା କରିବେ। ତୃତୀୟତଃ ଆପଣମାନେ ମନେ ରଖିଥାନ୍ତୁ, ଆଉ କ'ଣ ନା ରାମାୟଣ ମହାଭାରତ ତା ସହିତ ବିଭିନ୍ନ ଧାର୍ମିକ କଥା ପିଲାମାନଙ୍କୁ ପଢ଼ିବା ପାଇଁ କୁହନ୍ତୁ, ଆଉ ଶିଖାନ୍ତୁ ମଧ୍ୟ। ତା ସହିତ ଗାୟତ୍ରୀ ମନ୍ତ୍ର ପିଲାମାନଙ୍କୁ ନିହାତି ଭାବରେ ଶିଖାନ୍ତୁ। ପିଲାମାନେ ଗୋଟିଏ ମାଳ ଗାୟତ୍ରୀ ମନ୍ତ୍ର ନିହାତି ଭାବରେ, ଯାହାର ବୌଦ୍ଧିକ ବିକାଶ ହୋଇଥାଏ। ଗାୟତ୍ରୀ ମନ୍ତ୍ରର ପ୍ରଭାବରୁ ପିଲାମାନଙ୍କର ଅତି ଭାବରେ ସୁନ୍ଦର ସେମାନଙ୍କର ହୃଦୟ ହୋଇଥାଏ। ଆଉ ଯେଉଁ ପିଲାମାନେ ଅତିଶୟ କ'ଣ ନା ସେ ପାଠ ପଢ଼ିବାରେ ତାଙ୍କ ୱିକ୍ ରହୁଛି, କିଛି ପାଠ ମନେ ରଖିପାରୁନି, ପିଲାମାନଙ୍କୁ ଗୋଟିଏ ପଞ୍ଚମୁଖୀ ରୁଦ୍ରାକ୍ଷ ଆପଣମାନେ ଧାରଣ କରିବା ପାଇଁ କୁହନ୍ତୁ। ଯଦି ଆପଣ ଅରିଜିନାଲ ରୁଦ୍ରାକ୍ଷ ନେବା ପାଇଁ ଚାହାନ୍ତି, ସ୍କ୍ରିନ୍ରେ ଚାଲିଥିବା ନମ୍ବରରେ ନିହାତି ଭାବରେ କଲ୍ କରନ୍ତୁ। କୌଣସି ଏକ ପୂର୍ଣ୍ଣିମା ଦିନ ସେଇ ପଞ୍ଚମୁଖୀ ରୁଦ୍ରାକ୍ଷରେ ଯଦି ଆପଣ ଚନ୍ଦ୍ରଙ୍କୁ ଦର୍ଶନ କରୁଛନ୍ତି, ପିଲାମାନେ ମାତ୍ର 5 ମିନିଟ୍ ସେ ରୁଦ୍ରାକ୍ଷର ଯେଉଁ ରହିଛି କ'ଣ ନା ହୋଲ୍ ରହିଛି, ସେ ରୁଦ୍ରାକ୍ଷର ହୋଲ୍ରେ ଯଦି ଆପଣ ପିଲା 5 ମିନିଟ୍ ଚନ୍ଦ୍ର ଦର୍ଶନ କରୁଛେ, ସ୍ମରଣ ଶକ୍ତି ବଢ଼ିଯାଏ। ରୁଦ୍ରାକ୍ଷର କଣାରେ ଯଦି ଚନ୍ଦ୍ର ଦର୍ଶନ କରାଯାଏ, ଏ ଭିଡ଼ିଓକୁ ନିହାତି ଭାବରେ ସେୟାର କରିବେ। ଚ୍ୟାନେଲରେ ଯଦି ନୁହଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କୌଣସି କାହାର ଜନ୍ମଦିନରେ ପିଲାମାନଙ୍କୁ 5 ମୁଖୀ ରୁଦ୍ରାକ୍ଷଟେ ସମର୍ପଣ, ଯାହା ପାଠ ପଢ଼ାରେ ବହୁତ କାର୍ଯ୍ୟରେ ଲାଗିବ। ପୂର୍ଣ୍ଣମୀ ଦିନ ରୁଦ୍ରାକ୍ଷ କଣାରେ ଚନ୍ଦ୍ର ଦର୍ଶନ କଲେ, ମାତ୍ର 5 ମିନିଟ୍ ଚନ୍ଦ୍ର ଦର୍ଶନ କଲେ ପିଲାମାନଙ୍କ ସ୍ମରଣ ଶକ୍ତି ବଢ଼ିବ। ମାତ୍ର 12ଟି ପୂର୍ଣ୍ଣିମା ବା ଗୋଟେ ବର୍ଷ ଆପଣ ପିଲାମାନଙ୍କୁ କୁହନ୍ତୁ, ପୂର୍ଣ୍ଣିମା ଦିନ ରୁଦ୍ରାକ୍ଷରେ ଚନ୍ଦ୍ର ଦର୍ଶନ କରନ୍ତୁ। ଭିଡ଼ିଓକୁ ସେୟାର କରିବେ, ଚ୍ୟାନେଲ ଯଦି ନୁହଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।
जय जगन्नाथ। धन अर्जने धर्म करी धर्मे प्राप्त नरहरि। जदि आपण मानक धन कौन गरीब असहाय रोगी मानक सेवारे लगी पारिला जानतु आपणकर रोजगार सार्थक हो गला आपणक धनर मध्य बहुत महत्व रहिला। तो आज आपण माने जदि चाहूचंती आपणकर से धन महत कार्य लागू जेमिति कि आमे गोटे आम्बुलांस करिचु जो आम्बुलांस प्रतिदिन किछि असहाय रोगी मानक मेडिकल रे पहुंचाए किछि गरीब अनाथ शिशु मानक मध्य आमे वस्त्र दान करू किछि रोगी मानक पाखरे पहुंचू जो माने बहुत रोगरे पीड़ित से पाखरे आमे किछि अर्थ आ गरीब लोक मानकू सहायता प्रदान करू। ये किछि दिन पूर्व आपण माने सहयोग कले आमे मध्य किछि कंबल असहाय मानक पाखरे जाई पहुंची बांटी थिलु। आपनको कृतज्ञता ज्ञापन करने सहित जदि आपण चाहूचंती आपणक धन आम द्वारा कौन महत्व कार्य लागू तो स्क्रीन रे चली नंबर रे निश्चिंत आपण कॉल करंतु। आउ आपणक विवाह वार्षिक आपणक पिला मानक जन्म रे श्राद्ध रे जदि आपण दान करने को चाहूचंती आपणक पुओ नाम रे झियो नाम रे स्त्री नाम रे निश्चिंत भाव में आपण दान करें। स्क्रीन रे चली नंबर रे आपण कॉल करंतु आमे दबु आपनको फोन पे नंबर जो फोन पे नंबर रे आपणकर दान पहुँची पारिबा। निश्चिंत भाव में आपणकर दान क्यों कार्य लगुच तार मध्य वीडियो करी भाव दिवाकर चैनल रे आमे निश्चिंत भाव में पकेबू आपण देखि निश्चिंत खुशी हेबे। तो आपणक पुओ झियो विवाह वार्षिक जन्मदिन रे जदि आपण चाहूचंती आपणकर दान महत्व कार्य लागू तो सेही शुभ दिन मानकर आपण कॉल करी आमको फोन पे नंबर मागी पारिबे। आम्भे माने आपनको फोन पे नंबर दबु जो नंबर रे आपण सहयोग राशि पठाई पारिबे। निश्चिंत भाव में आपणकर धनर सार्थकता हेबो।